ଭକ୍ତମାନେ ରାଧେ ରାଧେ। ଆଜିର ଏହି କଥା ହୃଦୟକୁ ସ୍ପର୍ଶ କରିବ, କାରଣ ଆଜି ଆମେ ସେହି ସତ୍ୟ ବିଷୟରେ କଥା ହେବା ଯାହା ପ୍ରତ୍ୟେକ ମଣିଷର ଭବିଷ୍ୟତ ସହିତ ଜଡ଼ିତ। ଭକ୍ତମାନେ, ମଣିଷ ଯେତେବେଳେ ଯୁବା ସେ ଭାବେ ବୃଦ୍ଧାବସ୍ଥା ଆଉ ଦୂରେ ଅଛି, କିନ୍ତୁ ଶାସ୍ତ୍ର କୁହେ ଯେପରି ଆପଣ ଆଜି କର୍ମ କରୁଛନ୍ତି ସେହିପରି ଆପଣଙ୍କ ବୃଦ୍ଧାବସ୍ଥା ଲେଖାଯାଉଛି। ଗୋଟିଏ ବୃଦ୍ଧ ପିତାଙ୍କ ଜୀବନ କାହାଣୀ। ଗାଁରେ ଥିଲେ ଗୋଟିଏ ବୃଦ୍ଧ ପିତା। ନାମ ଥିଲା ହରିବାବା। ଯୁବାବେଳେ ସେ ବହୁତ କଠିନ ଥିଲେ। ନିଜ ମା ବାପାଙ୍କୁ କେବେ ସମୟ ଦେଲେନି। ସ୍ତ୍ରୀଙ୍କ ସହିତ ସଦା ରୁଷ୍ଟ ଭାବରେ କଥା। ପିଲାମାନଙ୍କୁ କେବଳ ରାଗୁଥିଲେ। ଆଜି ହରିବାବା ବୃଦ୍ଧ। ପିଲାମାନେ ନିଜ ଜୀବନରେ ବ୍ୟସ୍ତ। ଘରେ କେହି ସମ୍ମାନ ଦେଉନାହାନ୍ତି। ମନ ଭରି କଥା ହେବାକୁ କେହି ନାହିଁ। ଗୋଟିଏ ଦିନ ସେ କାନ୍ଦି କାନ୍ଦି କହିଲେ, ମୁଁ କେଉଁଠି ଭୁଲ କରିଥିଲି କି? ଭକ୍ତମାନେ, ବୃଦ୍ଧାବସ୍ଥା ଆମକୁ ଦଣ୍ଡ ଦେଉନାହିଁ, ସେ ଆମ କର୍ମର ଆଇନା ଦେଖାଏ। ପ୍ରେମାନନ୍ଦଜୀ ମହାରାଜ କହନ୍ତି, ଯଦି ଆପଣ ବୃଦ୍ଧାବସ୍ଥାରେ ସମ୍ମାନ, ସୁଖ ଓ ଶାନ୍ତି ଚାହୁଁଛନ୍ତି, ତେବେ ଆଜି ହିଁ ଏହି 3ଟି ପଦକ୍ଷେପ ନିଅନ୍ତୁ। ପଦକ୍ଷେପ 1, ସମ୍ପର୍କରେ ମିଠାସ ରଖନ୍ତୁ। ଭକ୍ତମାନେ, କଥାରେ ଥିବା ମିଠାସ ଭବିଷ୍ୟତରେ ସମ୍ମାନ ହୋଇ ଫେରିଆସେ। ଯେ ଆଜି ସ୍ତ୍ରୀଙ୍କୁ ସମ୍ମାନ ଦେଉଛି, ଯେ ଆଜି ପିଲାଙ୍କୁ ଭଲ ପାଇବା ଦେଉଛି, ସେ ବୃଦ୍ଧାବସ୍ଥାରେ ଏକା ହୁଏ ନାହିଁ। ପଦକ୍ଷେପ 2, ଅହଙ୍କାର ତ୍ୟାଗ କରନ୍ତୁ। ପ୍ରେମାନନ୍ଦଜୀ କହନ୍ତି, ଅହଙ୍କାର ଯୁବାବସ୍ଥାରେ ମଜା, କିନ୍ତୁ ବୃଦ୍ଧାବସ୍ଥାରେ ଶତ୍ରୁ। ସେ ଆଜି ମୁହଁକୁ ଛାଡ଼ି ଶିଖିବ, ସେ ଆଗାମୀକାଲି ସମ୍ମାନ ପାଇବ। ପଦକ୍ଷେପ 3, ଭଗବାନଙ୍କ ସହିତ ସମ୍ପର୍କ ଗଢ଼ନ୍ତୁ। ଭକ୍ତମାନେ, ସମସ୍ତେ ଛାଡ଼ି ଦେଇପାରନ୍ତି, କିନ୍ତୁ ଭଗବାନ କେବେ ଛାଡ଼ନ୍ତି ନାହିଁ। ଆଜି ଯଦି ଭଗବାନଙ୍କୁ ସମୟ ଦେଉଛନ୍ତି, ନାମ ସ୍ମରଣ କରୁଛନ୍ତି, ସେବା କରୁଛନ୍ତି, ତେବେ ବୃଦ୍ଧାବସ୍ଥା ଭୟ ନୁହେଁ, ଭକ୍ତିର ଉତ୍ସବ ହୋଇଯାଏ। ଭକ୍ତମାନେ, ବୃଦ୍ଧାବସ୍ଥା କେବେ ଅଭିଶାପ ନୁହେଁ। ଯଦି ଜୀବନ ଠିକ୍ ଭାବେ ବଞ୍ଚିଯାଏ, ଆଜି ଭଲ କଥା, ଆଜି ଭଲ କର୍ମ, ଆଜି ଭଗବାନଙ୍କ ଭରସା, ଏହି 3ଟି ହିଁ ଆଗାମୀକାଲିର ସମ୍ମାନ ଓ ଖୁସି। ପ୍ରେମାନନ୍ଦଜୀ ମହାରାଜଙ୍କ ବାଣୀ। ଜୀବନ ଯଦି ଶୁଦ୍ଧ, ବୃଦ୍ଧାବସ୍ଥା ସ୍ୱର୍ଗ ସମାନ। ରାଧେ ରାଧେ।